ସାଙ୍ଗମାନେ ସମସ୍ତଙ୍କୁ ନମସ୍କାର। ମୁଁ ବିନି ସ୍ୱାଗତ କରୁଛି ମୋ ୟୁଟ୍ୟୁବ୍ ଚ୍ୟାନେଲରେ ପୁଣି ଗୋଟେ ନୂଆ ଭିଡ଼ିଓରେ। ଆଜି ଗୋଟେ ଡାଉଟ୍ ଅଛି ମୋ ମନରେ, ଏଇ ଗଛର ନାଁ କ'ଣ? ବହୁତ ସୁନ୍ଦର ଫୁଲ ଫୁଟିଛି। ୟାକୁ ମୁଁ ସବୁବେଳେ କହୁଛି ଫୁଲୁରି ଗଛ ଫୁଲୁରି ଗଛ। ମୋ ସ୍ୱାମୀ କହୁଛନ୍ତି ଏ ଗଛର ନାଁ କ'ଣ? ଜର୍ମାନୀ ଗଛ। କେତେ ଉଚ୍ଚା ଉଚ୍ଚା ସେ ହେଇଛି। ଜର୍ମାନୀ ଗଛ, ତାର ଫୁଲ ଦେଖନ୍ତୁ। ଏଇ ଯେଉଁ ଜଙ୍ଗଲ ହେଇଥିଲା, ମାନେ ଯେତେବେଳେ ବର୍ଷା ଥିଲା, ହେ ଭାଇ ସେ ଗଛରେ କି କୋଳି ହେଇଛି ଦେଖିନଥିଲି। ଜୁମ୍ କରି ଦେଖାଉଛି କେତେ ସାରା ବରକୋଳି ହେଇଛି ସେ ଗଛରେ। ମାଛି ଦେଇଛି। ଆକ୍ଚୁଆଲି ସେଠି ଗୋଟେ ଘରଟା ଅଛି ଅଧାରେ, ତ ସେ ଘର ପାଖରେ କିନା ସେ ବରକୋଳି ଗଛ ପ୍ରବଳ କୋଳି ହେଇଛି। ସେ କୋଳି ମୁଁ ଖାଇନି, ସେପଟ ବେଳରେ ତ ଆହୁରି ହେଇଛି। ଏଇଟା ସବୁ ବର୍ଷା ଦିନ ଯେତେବେଳେ ହେଇଥିଲା ପୁରା ଗ୍ରୀନ୍ ଗ୍ରୀନ୍ ହେଇଥିଲା। ତାପରେ ଏବେ ଶୀତ ଦିନ ଯେମିତି ହେଲା ସବୁ ଏମିତି ଫୁଲ ଫୁଟିକିରି ଗଛ ସବୁ ହେଇଗଲା। ଏବେ ଗଛର ପରିଣତ ବୟସ ବାକି ଆଉ ମାସେ, ଅତି ବେଶୀରେ ମାସେ ଦେଢ଼ ମାସ ପରେ ଗଛ ପୁରା ଜାଳ ହେଇକି ଠିଆ ହେଇଥିବ। ଲୋକମାନେ ସବୁ ଯେ ଯେମିତି ଆସିକି ଜାଳ କରିବା ପାଇଁ ନେଇଯିବେ ହାଣିକିରି। ଆଉ କେତେ ସାରା ହେଇଛି ଜର୍ମାନୀ। ଧୀରେ 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 ମଣିଷ ଜୀବନଟା ହିଁ ଏଇଆ। ଆଉ ଗୋଟେ ଦୃଶ୍ୟ ସାଙ୍ଗମାନେ ଦେଖାଉଛି, ଗୋଟେ ସୁନ୍ଦର ଦୃଶ୍ୟ। ବାବାଲୋ, ମୋତେ ଭାରି ଡର ଲାଗୁଛି। ତ ଏଠି ପୋଖରୀରେ କେତେ ପାଣି ଥିଲା ସେତେବେଳେ, ଏବେ ଶୁଖିଯାଇଛି। 3-4ଟା ଯେଉଁ ପାଣିରେ ଖେଳନ୍ତି ଯେଉଁ ଚଢ଼େଇ, ନା ସରି ଚଢ଼େଇ ନୁହଁ, ଇଏ ହେଉଛନ୍ତି ବତକ ବୋଧେ। ହଁ, ଏଇଠି ସେପଟେ ତାଙ୍କର ରଖିଛନ୍ତି। ମୁଁ ଭାବିଲି ଚଢ଼େଇ ବୋଲି। ସେପଟେ 2ଟା, ଏଠି 3ଟା 5ଟା ବତକ। ମାଛ ତ ଏଥିରେ ବହୁତ କମ୍ ଅଛନ୍ତି। ସେଇପଟେ ଯେଉଁ ଅମରି ଅଛି ସେଇଠି ମାଛ ରୁହନ୍ତି। ଏ ବର୍ଷ ଅମରି କମ୍, ମାଛ ପ୍ରବଳ ଧରିବେ। ସେଇଠି ଗୋଟେ କ'ଣ ସେ କେଜାଣି ରଖା ହେଇଛି, କେତେ କେଡ଼େ ହେଇଛି ସେ ବାପଲୋ। ତ ସାଙ୍ଗମାନେ ମୁଁ ଆସିଥିଲି ଫ୍ରି ଟାଇମ୍କୁ ଟିକେ ଏନ୍ଜୟ କରିବା ପାଇଁକି। ନେଚର୍ର ସୌନ୍ଦର୍ଯ୍ୟ, ପ୍ରକୃତି ରାଣୀ। ତ ଏଇଟା ଦେଖିଲି ଗଛର ଅବସ୍ଥା ଏଇଭଳିଆ ହେଲାଣି, ଆଉ ଶେଷ ଅବସ୍ଥା। ଆଉ ଗୋଟେ ସେଇଠି ବତା ବନ୍ଧା ହେଇକି ପଡ଼ିଛି, ସେଇଟା ହେଲା କାର୍ତ୍ତିକ ମାସରେ ଯେଉଁ ଆମର ବୋଇତ ବନ୍ଦାଣ ଡଙ୍ଗା ବନେଇଥିଲେ ସେପଟେ, ସେମାନେ ଭସେଇଥିଲେ ସେ ଡଙ୍ଗା ସବୁ। ଏଇ ପୋଖରୀ ବହୁତ ପାଣି ଥିଲା ସେତେବେଳେ, କାର୍ତ୍ତିକ ମାସ, କାର୍ତ୍ତିକ ପୂର୍ଣ୍ଣିମାକୁ ଡଙ୍ଗା ଭସା ହେଇଥିଲା। ସେ ଭିଡ଼ିଓ ସେଦିନ ମୁଁ ନଥିଲି ନା କ'ଣ, ଭିଡ଼ିଓ କରିପାରିନଥିଲି ଆଉ ମିସ୍। ତ ସାଙ୍ଗମାନେ ଚାଲନ୍ତୁ ଯିବା। ବେଶୀ ସମୟ ଜଙ୍ଗଲରେ ରହିବା ଅନୁଚିତ। ତ ଇଏ ହେଉଛି ଫୁଲୁରି ଗଛ ମୁଁ କହୁଛି, ସେ କହୁଛନ୍ତି ଜର୍ମାନୀ ଗଛ। ଯଦି ନାଁ କ'ଣ କେଜାଣି, ଯାହା ଗୋଟେ ହେଇଥିବ ଆଉ। ହଉ ଚାଲନ୍ତୁ ଯିବା। ମୋତେ ଏଇ ଜାଗାଟା ଆକ୍ଚୁଆଲି ଟିକେ ଭଲ ଲାଗେ। ଏପଟେ ହେଇଛି ପ୍ରବଳ। ଯେତେବେଳେ ଗ୍ରୀନ୍ ଗ୍ରୀନ୍ ଥିଲା ମୁଁ ଭିଡ଼ିଓ ଏଇଠି ବନେଇଥିଲି, 1-2ଟା ଭିଡ଼ିଓ ମାନେ ଭଲ ଆସିଥିଲା। ପୁରା ସବୁଜ ରଙ୍ଗଟା ଦେଖିବା ପାଇଁ ଭାରି ସୁନ୍ଦର ନୁହେଁ କି? ମୋତେ ତ ବହୁତ ଭଲ ଲାଗେ। ତ ଧୀରେ ଧୀରେ ସବୁ ଏଇଭଳିଆ ହେଇଗଲାଣି। ଆଉ ତାପରେ ଜାଳ ହେଇଯିବ। ତାପରେ ଆସୁଛି 2 ମାସ ପରେ ଝାଞ୍ଜି, ସବୁ ନିଆଁ ଖାଲି ଝରିବ ଆକାଶରୁ। ସାଙ୍ଗମାନେ ଏଇଠି ସେ ଆମ୍ବ ଗଛ ଦେଖନ୍ତୁ, କେତେ ସାରା ବଉଳ ଆସିଛି। ସେ ଆମ୍ବ ପ୍ରବଳ ମିଠା। 1, 2, 3ଟା। ମୋର ଗୋଟେ ଡାଉଟ୍ ଥିଲା, ସେ ଜିନିଷଟା ଧୀରେ ଧୀରେ ମାନେ ସେ ଗଛର ମୂଳ ସବୁ ପୁରା ସେମ୍। ଏତେ ବହୁତ ମାନେ ପୁରୁଣା ଐତିହାସିକ ଆମ୍ବ ଗଛ କହିଲେ ଚଳେ। କେତେ ବର୍ଷର ହେଇଥିବ ସେ ଗଛ, କେତେ ବଡ଼ ବଡ଼ ହେଇଛି। ସେ 3ଟା ଗଛ ଅଛି, 3ଟା ଯାକ ସେମ୍। ମାନେ ସେ କାଳିଆ ବଳିଆ ସୁଭଦ୍ରା କି ରାମ ଲକ୍ଷ୍ମଣ ସୀତା। ମୁଁ ଭାବେ ସେ ଗଛକୁ ଦେଖିଲେ ନିରୀକ୍ଷିକି, ଏମିତିରେ ତ ମୁଁ ଯାହା ବି ଦେଖେ ମୋତେ ବେଳେବେଳେ ଇଏ ଲାଗେ। କାରଣ ଆମର ସାମ୍ନାରେ ଏଠି ମହାବୀରଙ୍କ ପତିତ ପାବନ
ବାନା ଉଡ଼ୁଥିବ ଏଠି ସେପଟେ ଅଛି ମହାବୀରଙ୍କ ବାନା ଉଡ଼ୁଛି। ତ ଏଇଠି 3ଟା ଆମ୍ବ ଗଛ ବହୁତ ମିଠା ସେ ଆମ୍ବ। ଆର ବର୍ଷ ମୁଁ ଯେତେବେଳେ ଯାଏ ଆସେ ସେଇପଟେ ଯେତେବେଳେ ପଳେ ମୁଁ ଯାଏ ହେରି ଉଠିକି ମୋ ସ୍ୱାମୀ ଟିକେ ମନା କରନ୍ତି କିନ୍ତୁ ମୁଁ ତାଙ୍କୁ ନେଇକି ଯିବାର ଅଛି। ପକ୍ଷୀମାନେ ସବୁ ପଳେଇ ଆସିଲେ ଏଠି ହେଲେ କାଚୁର ମାଚୁର ହେବେ ଆଉ ନା। ହଉ ଯିବା। ତ ସାଙ୍ଗମାନେ ଏ ଥିଲା ଆଜିର କିଛି ସୁନ୍ଦର ଦୃଶ୍ୟ।